ହର୍ମୁଜ ଏବେ ଅବରୋଧ ମୁକ୍ତ, ଜଳମାର୍ଗ ଖୋଲିଲା ଇରାନ। ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ପଶ୍ଚିମ ଏସିଆରେ ବଢ଼ି ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏକ ବଡ଼ ଧରଣର କୂଟନୈତିକ ସଫଳତା ମିଳିଛି। ଇସ୍ରାଏଲ ଓ ଲେବାନନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବା ପରେ ଇରାନ ଏହାର ଗୁରୁତ୍ୱପୂର୍ଣ୍ଣ ଜଳପଥ ହର୍ମୁଜ ପ୍ରଣାଳୀକୁ ବାଣିଜ୍ୟିକ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଖୋଲି ଦେଇଛି। ଇରାନର ଏହି ପଦକ୍ଷେପ କେବଳ ଏକ ସାମରିକ ବିରତି ନୁହେଁ, ବିଶ୍ୱ ଅର୍ଥନୀତି ପାଇଁ ଏକ ବଡ଼ ଆଶ୍ୱସ୍ତି କାରଣ ହୋଇଛି। ବିଶ୍ୱ ପ୍ରାୟ 1/5 ତୈଳ ପରିବହନ ଏହି ପଥ ଦେଇ ହେଉଥିବାରୁ ଇରାନର ଏହି ଆଭିମୁଖ୍ୟ ପଛରେ ଉଭୟ ରଣନୈତିକ ଓ ଚାପ ଏବଂ କୂଟନୈତିକ ବୁଝାମଣା ରହିଥିବା ବିଶ୍ଳେଷକମାନେ କହିଛନ୍ତି। ଲେବାନନ ସୀମାରେ ଅସ୍ତ୍ରବିରତି ଲାଗୁ ହେବା ସହ ଏହା ସହିତ ତାଳ ଦେଇ ଇରାନ ଅସ୍ତ୍ରବିରତି ସମୟସୀମା ଶେଷ ହେବା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀକୁ ଖୋଲିବାକୁ ଘୋଷଣା କରିଛି। ଗତ କିଛି ଦିନ ହେବ ଆମେରିକାର ଅବରୋଧ ଯୋଗୁଁ ଅଟକି ରହିଥିବା ଇରାନର ତୈଳ ଟ୍ୟାଙ୍କଗୁଡ଼ିକ ଏବେ ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ଇସ୍ରାଏଲ ଲେବାନନ ମଧ୍ୟରେ ଏକ ଅସ୍ଥାୟୀ ବୁଝାମଣା ହୋଇଥିବାରୁ ଏହାକୁ ସମ୍ମାନ ଦେଇ ଇରାନ ମଧ୍ୟ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଫଳରେ ଯୁଦ୍ଧ ପରିସ୍ଥିତି ଟଳିଛି। ଏହି ନିଷ୍ପତ୍ତି ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟିଛି। ଅର୍ଥନୈତିକ ଅନିଶ୍ଚିତତା ଦୂର ହେବାର ଆଶା କରାଯାଉଛି। ତେବେ ଟ୍ରମ୍ପ ଇରାନର ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଆମେରିକା ଦ୍ୱାରା ଗ୍ରହଣ କରାଯାଇଥିବା ଅବରୋଧ ପଦକ୍ଷେପ ହର୍ମୁଜରେ ଜାରି ରହିବ ବୋଲି ସଂକେତ ଦେଇଛନ୍ତି। ଇରାନ ସହିତ ଚୁକ୍ତି ଚୂଡ଼ାନ୍ତ ନ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ବଳବତ୍ତର ରହିବ ବୋଲି ଟ୍ରମ୍ପ କହିଛନ୍ତି। ଆମେରିକା ପ୍ରଚେଷ୍ଟାରେ ହୋଇଥିବା ଏହି ବୁଝାମଣାର ଅନୁଯାୟୀ ଇସ୍ରାଏଲ ଓ ଲେବାନନ ମଧ୍ୟରେ 10 ଦିନ ପାଇଁ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ ରହିବ। ଲେବାନନ ସରକାର ଦକ୍ଷିଣ ସୀମାରେ ହେଜବୁଲ୍ଲାର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଇସ୍ରାଏଲ ନିଜର ଆତ୍ମରକ୍ଷା ପାଇଁ କ୍ଷମତା ସଂରକ୍ଷିତ ରହିଛି। ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ଇସଲାମାବାଦରେ ଆଲୋଚନା ହୋଇପାରେ, ଇରାନ ସର୍ତ୍ତକୁ ନେଇ ତିକ୍ତତା ବଢ଼ିଲା, ଟ୍ରମ୍ପଙ୍କ ଧମକ। ଆଲୋଚନା ବିଫଳ ହେଲେ ଭୟଙ୍କର ପରିଣାମ ହେବ। ହର୍ମୁଜ ଏବେ ଅବରୋଧ ମୁକ୍ତ, ଜଳମାର୍ଗ ଖୋଲିଲା ଇରାନ। ହର୍ମୁଜରେ $200 ମିଲିୟନ ଡ୍ରୋନ୍ ନିଖୋଜ। ଜୟ ଜଗନ୍ନାଥ।